ମାନେ ଆଜିର ଏହି ଭିଡ଼ିଓରେ ଆମେ ଆମର ଗଣିତ କାର୍ଯ୍ୟପୁସ୍ତିକା ବହିର ସପ୍ତାହ 16 ବିଷୟର ଆମେ ବିଷୟଟିକୁ ଦେଖିବା, ବୁଝିବା ଏବଂ ଆଲୋଚନା କରିବା। ତ ଦେଖ, ଏଟା ହେଉଛି ତମର ସପ୍ତାହ 16 ଦିବସ 1। ପ୍ରଥମ ପ୍ରଶ୍ନରେ ଦିଆହେଇଛି ଧାଡ଼ିରେ ଥିବା ପ୍ରତି କୋଠରୀର ଚିତ୍ରକୁ ଗଣି ଖାଲି କୋଠରୀରେ ସଂଖ୍ୟାକୁ ଲେଖ। କମ୍ ସଂଖ୍ୟକ ଜିନିଷ ଥିବା ଚିତ୍ରରେ ଠିକ୍ ଚିହ୍ନ ଦିଅ। ତାକୁ ଗଣିଦେବ। 1 2 3 4 5 6 7 8 9 9ଟି ଅଛି, 9ଟି ଚିତ୍ର ଅଛି। ଏ 9 ଲେଖା ହେଇଛି ଦେଖ। ତାପରେ 1 2 ଏପଟେ ଅଛି, 3 4 5 6 7 8 8ଟି ଚିତ୍ର ଅଛି, 8। ଏଇ ଯୋଉ କ'ଣ କୁହାଯାଇଛି ନା କମ୍ ସଂଖ୍ୟକ ଜିନିଷ ଥିବା ଚିତ୍ରରେ ଠିକ୍ ଚିହ୍ନ ଦିଅ। ଏଠି କମ୍ ଅଛି, ତେଣୁ ଏଠି ଠିକ୍ ଚିହ୍ନ ଦିଆହେଇଛି। ସେହିପରି ଭାବରେ ତମେ ମଧ୍ୟ କରିବ। ଆକୁ ଗଣିଦିଅ 1 2 3 4 5 6 7। ଏଠି କେତୋଟି ଅଛି? 7ଟି ଅଛି। ଲେଖିଦେବ। ଏପଟେ ଅଛି 1 2 3 4 5 6 6ଟି ଅଛି, 6 ଲେଖିଦିଅ। ତ ଏପଟେ କମ୍ ସଂଖ୍ୟକ ଅଛି, ତେଣୁ ଏଠି ଠିକ୍ ହବ। ତାପରେ ଏପଟେ ପୁଣି ଥରେ ଗଣିଦିଅ 1 2 3 4 5 6। ଏଠି ଲେଖିଦେବ 6। ଏପଟେ କେତୋଟି ଅଛି? 1 2 3 4 5 6 7ଟି ଅଛି, ମାନେ ଅଧିକ ଅଛି, ତ ଏଠି ହବ ଟିକ୍ ଚିହ୍ନ। ବୁଝିହେଲା? ତାପରେ ଦେଖ, ପୁଣି ଥରେ ଗଣିଦିଅ 1 2 3 4 5 6 7 8। ଏଠି 8 ଲେଖିଦିଅ। ଏପଟେ ପୁଣି ଥରେ ଗଣିଦିଅ 1 2 3 4 5। 5ଟି ଅଛି, ଏପଟେ କମ୍ ସଂଖ୍ୟକ ଅଛି, ଟିକ୍ ଚିହ୍ନ ହବ। ତାପରେ ଆଉ ଥରେ ଗଣ 1 2 3 4। 4 ଲେଖିଦିଅ। ଏପଟେ କେତୋଟି ଅଛି? 1 2 3 4 5 6। 6ଟି ଅଛି, 6 ଲେଖିଦିଅ। ତ ଏଠି କମ୍ ସଂଖ୍ୟକ ଅଛି, ଏଠି ତଳେ ଟିକ୍ ଦେବ। ବୁଝିହେଲା? ତାପରେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନରେ କ'ଣ କୁହାଯାଇଛି? କୋଠରୀରେ ଥିବା ବିନ୍ଦୁ ଗଣ ଓ ତଳେ ଥିବା ଖାଲି ଘରେ ସେଇ ସଂଖ୍ୟାକୁ ଲେଖ। ଗୋଟିଏ ବିନ୍ଦୁ ଅଛି, 1 ଲେଖା ଅଛି। 2ଟି ବିନ୍ଦୁ ଅଛି, 2 ଲେଖିବ। 3ଟି ବିନ୍ଦୁ ଅଛି, 3 ଲେଖିଛନ୍ତି। 4ଟି ବିନ୍ଦୁ ଅଛି, 4 ଲେଖିବ। ଏଠି ଅଛି 5ଟି ବିନ୍ଦୁ, 5 ଲେଖିବ। ଏଠି 6ଟି ବିନ୍ଦୁ ଅଛି, 6 ଲେଖିଦିଅ। ଏଠି 7ଟି ବିନ୍ଦୁ ଅଛି, 7 ଲେଖା ଅଛି, ଲେଖିବାକୁ ଦରକାର ନାହିଁ। ତାପରେ ଏଠି କେତୋଟି ଅଛି? 8ଟି ବିନ୍ଦୁ ଅଛି, 8 ଲେଖିବ। ଏଠି ଅଛି 1 2 3 4 5 6 7 8 9। 9ଟି ବିନ୍ଦୁ ଅଛି, 9 ଲେଖିବ। ସେଇଭଳି ଏଠି 9ଟି ବିନ୍ଦୁ ଅଛି, 9 ଲେଖା ଅଛି। ଏଠି କେତୋଟି ଅଛି ଗଣିଦିଅ? 1 2 3 4 5 6 7 8। ଏଠି ଲେଖିବ 8। ଏଠି କେତୋଟି ଅଛି? ଉପରେ ଅଛି 4ଟି, ତଳେ ଅଛି 3ଟି। କେତୋଟି ଅଛି? 7ଟି। 7 ଲେଖିଦେବ। ଏଠି ଅଛି 3 3 6। 6ଟି ଅଛି, 6 ଲେଖିଦିଅ। ଏଠି ଅଛି 5ଟି, 5 ଲେଖ। 4ଟି ବିନ୍ଦୁ ଅଛି, 4 ଲେଖିଦିଅ। 3ଟି ବିନ୍ଦୁ ଅଛି, 3 ଲେଖିଦିଅ। 2ଟି ବିନ୍ଦୁ ଅଛି, 2 ଲେଖିବ। ଗୋଟିଏ ବିନ୍ଦୁ ଅଛି, 1 ଲେଖିଦେବ। ବୁଝିହେଲା? ତାପରେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନରେ କ'ଣ ଦିଆହେଇଛି ଦେଖ। ଦିବସ 2ରେ ପ୍ରତି ଧାରୀର ଉଭୟ କୋଠରୀର ଚିତ୍ରକୁ ଏକ ମେଳକ କର। ଯେଉଁ କୋଠରୀର ଅଧିକ ଚିତ୍ର ଅଛି, ସେଥିରେ ଟିକ୍ ଚିହ୍ନ ଦିଅ। ଏଠି ଅଛି 3ଟି, 3 ଲେଖା ଅଛି। ଏପଟେ ଅଛି 5ଟି, 5 ଲେଖା ଅଛି। ସେହିପରି ଆକୁ ଗଣିଦିଅ। ଏଟା କେତୋଟି ଅଛି? ଏଠି ଅଛି 8ଟି ଅଛି। ଏପଟେ ଅଛି 7ଟି। ତ ଅଧିକ ଚିତ୍ର ଥିବା, ଯେଉଁଥିରେ ଅଧିକ ଚିତ୍ର ଅଛି, ସେଥିରେ ଟିକ୍ ଚିହ୍ନ ଦେବ। ଆଇରେ ଅଧିକ ଅଛି, ଏଠି ଯେମିତି 5ଟି, 3ରୁ 5 ଅଧିକ, 5ରେ ଟିକ୍ ଚିହ୍ନ ଦେବ। ସେଇଭଳି 7ରୁ 8 ଅଧିକ, ଏଠି ଦେବ ଟିକ୍ ଚିହ୍ନ। ତାପରେ ତଳେ ଦେଖ ମାଛର ଚିତ୍ର ଅଛି। ଏପଟେ ଅଛି 4ଟି, ଏପଟେ ଅଛି 6ଟି। କୋଉଟା ଅଧିକ? 6 ଅଧିକ, ଏଠି ଟିକ୍ ଚିହ୍ନ ଦେବ। ଏପଟେ ଅଛି 9ଟି ଆମ୍ବ, ଏପଟେ ଅଛି 7ଟି ଆମ୍ବ। 9ଟି ଅଧିକ, 9ରେ ଟିକ୍ ଚିହ୍ନ ଦେବ। ତାପରେ ଏପଟେ ଅଛି 7ଟି ପେନ୍ସିଲ୍, ଏପଟେ ଅଛି 4ଟି ପେନ୍ସିଲ୍। ଏଟା ଅଧିକ, ଏଠି ଟିକ୍ ଚିହ୍ନ ଦେବ। ଏପଟେ ଅଛି 8ଟି ଚିତ୍ର, ଏପଟେ ଅଛି 6ଟି ଚିତ୍ର। 8 ଅଧିକ, 8ରେ ଟିକ୍ ଚିହ୍ନ ଦେବ। ତାପରେ ଏପଟେ 2ଟି ଅଛି, ଏପଟେ 5ଟି ଅଛି। 5 ଅଧିକ, 2ରୁ ଅଧିକ 5 କି ନାହିଁ, ତ ଏପଟେ ଟିକ୍ ଚିହ୍ନ ଦେବ। ବୁଝିପାରିଲ? ତାପରେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନରେ ଦିଆହେଇଛି ଦେଖ।
ସପ୍ତାହ 16 ଦିବସ 3 କ ଓ ଖ ସ୍ତମ୍ଭର ଚିତ୍ରଗୁଡ଼ିକୁ ଗଣି ତା ତଳ କୋଠରୀରେ ସଂଖ୍ୟାଟି ଲେଖ ଓ ସମାନ ସଂଖ୍ୟକ ଚିତ୍ରଗୁଡ଼ିକୁ ଗାର ଟାଣି ଯୋଡ଼। କ ଅଛି, ଖ ଅଛି। ଟିକେ ଆମେ ଜୁମ୍ ଆଉଟ୍ କରି ନେବା। ଓକେ, এটি কেতোটি চিত্র আছে গণি দিও। 1 2 3 4 5 6 এটি লিখিদেব 6টি। এটি কেতোটি আছে গণি দিও। 1 2 3 4 5 6 7 7। এপটে আছে 5টি, 5 লিখি দিও। এটি আছে 5টি, 5 লিখি দিও। তারপরে এটি কেতোটি আছে? 1 2 3 4 5 6 7 8 8 লিখিদেব। এটি আছে 1 2 3 4 5 6 6 লিখি দিও। এপটে আছে 1 2 3 4 5 6 7 7টি ଅଛି। 1 2 3 4 5 6 7 8 লিখিদেলে। ଏବେ ଆମେ କ'ଣ କରିବା? ଚିତ୍ରଗୁଡ଼ିକୁ ଗାର ଟାଣି ଯୋଡ଼ିବା। ବୁଝିହେଲା? ତ 6 ଅଛି, 6 ସହିତ 6କୁ ଯୋଡ଼ି ଦିଅ। 5 ସହିତ 5କୁ ଯୋଡ଼ି ଦିଅ। 8 ଅଛି, 8 ସହିତ 8କୁ ଯୋଡ଼ି ଦିଅ। 7ଟି ଚିତ୍ର ଅଛି, 7 ସହିତ 7କୁ ଯୋଡ଼ି ଦିଅ। ବୁଝିପାରିଲ? ତାପରେ ପରବର୍ତ୍ତୀ ପ୍ରଶ୍ନରେ ଦିଆଯାଇଛି ଦେଖ। କୋଠରୀର ଚକୋଲେଟକୁ ଗଣି ଖାଲି ଘରେ ସଂଖ୍ୟା ଲେଖ। ଅଧିକ ଚକୋଲେଟ ଥିବା କୋଠରୀ ପାଖରେ ଟିକ୍ ଚିହ୍ନ ଦିଅ। କେତୋଟି ଚକୋଲେଟ ଅଛି ଗଣି ଦିଅ। 1 2 3 4 5 6 7 8 9 10 11 12 12ଟି ଅଛି। 12 ଲେଖିଦେବ। ଏପଟେ କେତୋଟି ଅଛି ଗଣି ଦିଅ। 3 3 6 3 9 3 4 12 15 କେତୋଟି ଅଛି? 15ଟି। ତ ଅଧିକ ଚକୋଲେଟ ଥିବା କୋଠରୀ ପାଖରେ ଟିକ୍ ଚିହ୍ନ ଦେବ। ଏଠି ଟିକ୍ ଚିହ୍ନ ଦେବ। ତାପରେ ପରବର୍ତ୍ତୀ ପ୍ରଶ୍ନରେ କୁହାଯାଇଛି ଉଭୟ କୋଠରୀରେ ଥିବା ମହମବତୀ ଚିତ୍ରକୁ ଗଣି ପାଖ କୋଠରୀରେ ସଂଖ୍ୟାକୁ ଲେଖ। କମ୍ ମହମବତୀ ଥିବା କୋଠରୀରେ ଠିକ୍ ଚିହ୍ନ ଦିଅ। ଏପଟେ କେତୋଟି ମହମବତୀ ଅଛି ଗଣି ଦିଅ। 1 2 3 4 5 6 7 8 9 10 11 12 13 14 ଏଠି ଲେଖିଦେବ 14। ଏପଟେ ପୁଣି ଥରେ ଗଣିକି ଲେଖିଦେବ 1 2 3 4 5 6 7 8 9 10 11 ଏଠି 11 ଲେଖିଦେବ। ତାପରେ ଏପଟେ କମ୍ ଅଛି, 14ରୁ 11 କମ୍ ନା, ତ 11 ତଳେ ଟିକ୍ ଚିହ୍ନ ଦେବ। ତାପରେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନରେ କ'ଣ କୁହାଯାଇଛି ଦେଖ। ଦିବସ 4 ଦୁଇଟି ସଂଖ୍ୟା ମଧ୍ୟରୁ ବଡ଼ ସଂଖ୍ୟାରେ ଗୋଲ ବୁଲାଅ। ଏଠି ଦେଖ ଦୁଇଟି ସଂଖ୍ୟା ଦିଆଯାଇଛି। ବଡ଼ ସଂଖ୍ୟା ଚାରିପଟେ ଗୋଲ ବୁଲେଇବ। 6 ଆଉ 8 ଭିତରେ 8 ବଡ଼, 8କୁ ଗୋଲ ବୁଲେଇବ। ତାପରେ 4 ଓ 5 ଭିତରେ 5 ବଡ଼, 5କୁ ଗୋଲ ବୁଲେଇବ। 12 ଓ 10 ଭିତରେ 12 ବଡ଼, 12କୁ ଗୋଲ ବୁଲେଇବ। 14 11 ଭିତରେ 14 ବଡ଼, 14କୁ ଗୋଲ ବୁଲେଇବ। 9 ଏବଂ 11 ଭିତରେ 11 ବଡ଼, 11କୁ ଗୋଲ ବୁଲେଇବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖ। ଦୁଇଟି ସଂଖ୍ୟା ମଧ୍ୟରୁ ସାନ ସଂଖ୍ୟା ତଳେ ଗାର ଦିଅ। 8 ଆଉ 10 ଭିତରେ 8 ସାନ, 8 ତଳେ ଗାର ଅଛି। 13 ଏବଂ 16 ଭିତରେ 13 ସାନ, 13 ତଳେ ଗାର ଦେବ। ତାପରେ 11 ଏବଂ 12 ଭିତରେ 11 ସାନ, 11 ତଳେ ଗାର ଦେବ। 15 ଏବଂ 11 ଭିତରେ 11 ସାନ, 11 ତଳେ ଗାର ଦେବ। 17 ଆଉ 12 ଭିତରେ ସାନ କିଏ? 12, 12 ତଳେ ଗାର ହେବ। ତାପରେ 14 ଏବଂ 16 ଭିତରେ 14 ତଳେ ଗାର ହେବ। ତାପରେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନରେ କ'ଣ କୁହାଯାଇଛି ଦେଖ। ଧାରିର ସବୁଠାରୁ ବଡ଼ ସଂଖ୍ୟାଟିକୁ କୋଠରୀରେ ଲେଖ। ଏଇ ଧାରିରେ ସବୁଠାରୁ ବଡ଼ ସଂଖ୍ୟା କିଏ ଅଛି ପିଲାମାନେ? 10 ଅଛି। ଏଠି 10କୁ ଲେଖିଦେବ। ଏଠି 10 ଲେଖିଦେବ। ଏଇ ଧାରିରେ ସବୁଠାରୁ ବଡ଼ ସଂଖ୍ୟା କିଏ? 15। ଏଠି ଲେଖିଦେବ 15। ତାପରେ ପରବର୍ତ୍ତୀ ଧାରିରେ ସବୁଠାରୁ ବଡ଼ ସଂଖ୍ୟା କିଏ? 16। ଏଠି ଲେଖିଦେବ 16। ତାପରେ ଏଇ ଧାରିରେ ସବୁଠାରୁ ବଡ଼ ସଂଖ୍ୟା ହେଉଛି 19। ଏଠି ଲେଖିଦେବ 19। ତାପରେ ଏଇ ଧାରିରେ ହେଉଛି ସବୁଠାରୁ ବଡ଼ ସଂଖ୍ୟା 17। ଏଠି ଲେଖିଦେବ 17। ବୁଝିହେଲା? ତାପରେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନରେ କ'ଣ ଦିଆଯାଇଛି ଦେଖ। ସପ୍ତାହ 16ର ଦିବସ 5 ଏକ ଏକ ମେଳକ କରି ଅଧିକ ସଂଖ୍ୟକ ବେଲୁନ୍ ଥିବା କୋଠରୀରେ ଟିକ୍ ଚିହ୍ନ ଦିଅ। ଏଠି 3ଟି ଅଛି। ଏପଟେ ଅଛି କେତୋଟି? 4 ଆଉ 4 8ଟି ଅଛି। ତ ଏପଟେ ଟିକ୍ ଚିହ୍ନ ଦେବ।
तापरे 1 ठारू 9 संख्या को क्रम रे लेख 1 अछि एठी 2 लेखिबो 3 4 5 6 7 8 9 एपरि भाबरे लेखिदबो। परवर्ती प्रश्न को जिबा। परवर्ती प्रश्न रे कहैछि देखो रेल डबारे थिबा संख्या दुईटी देखो जेउ बगी रे बड़ संख्याटी अछि सेही बगीटी को रंग दियो। को बगी रे बड़ संख्या अछि 4 अछि 8 अछि बड़ संख्या अछि एई बगी रे तो एई बगी को रंग दबो। बुझी परिलो। सेही परि भाबरे ख नंबर रे 12 एवं 19 भितरे 11 एवं 19 भितरे एई बगी बर तो एई बगी को रंग दबो। बुझिला 19 बगी को रंग करिवो। ग नंबर रे 5 एवं 6 भितरे 6 बड़ तो एई बगीटी को रंग भरिवो। 3 एवं 7 भितरे 7 बड़ संख्याटी तेणु एई बगी को रंग भरिवो। बुझी परिलो। तापरे परवर्ती प्रश्न को जिबा। खाली जगह रे संख्या को बड़रू सान क्रम रे लेख। बड़रू सान 9 अछि 10 अछि 10 रु सान होछि 9 एठी केते हबो 8 तापर लिखिबो 7 6 लेखा अछि लिखि दबो 5 4 अछि लिखि दबो 3 एठी हबो 2। बुझी पाइलो। तापर परवर्ती प्रश्न को जिबा। परवर्ती प्रश्न रे कोन दिया अछि देखो चित्र गणी खाली कोठरी रे संख्याटी लेख। चित्र गणिबो एवं एई जो खाली कोठरी दिया आइछि आइरे लेखिबो। केतोटी चित्र अछि गणि दियो 1 2 3 4 5 6 7 8 9 10 11 12 13 14 एठी लिखि दबो 14। तापरे पुणी थरे चित्र को गणि दियो 1 2 3 4 5 6 7 8 9 10 11 12 13 14 15 16 17 18 एठी लिखि दबो 18। पुणी थरे चित्र को गणि दियो 1 2 3 4 5 6 7 8 9 10 11 12 एठी लिखि दबो 12। बुझियला। तापरे पुणी थरे चित्र को गणि दियो 1 2 3 4 5 6 7 8 9 10 11 12 13 14 15 16 17 एठी लिखि दबो 17। तापरे पुणी थरे चित्र को गण 1 2 3 4 5 6 एठी लिखि दबो 6। बुझी परिलो। तापरे परवर्ती प्रश्न को जिबा। परवर्ती प्रश्न रे देखो दिया आइछि दुईटी कोठरी रो समान चित्र को गण अधिक चित्र थिबा कोठरी रे टिक चिन्ह दियो। एई कोठरी रे 3टी चित्र अछि एई कोठरी रे अछि 5टी तो अधिक चित्र एई कोठरी रे अछि एठी टिक चिन्ह दबो। एई कोठरी रे कतोटी अछि देखिबा। ख कोठरी रे 1 2 3 4 5 6 7 8 एपटे अछि अधिक देखा जाउछि नै कि तो एठी टिक चिन्ह दबो। केतोटी अछि गणित बा 1 2 3 4 5 6 7 8 9 10 11 12 13 13टी अछि माने 8 रु अधिक। तापर पुणी थरे गणि दियो 2 4 6 8 10 12 14 16 एपटे केतोटी अछि 2 4 6 8 10 12 एपटे अधिक अछि टिक चिन्ह दबो। बुझी परिलो। तापर परवर्ती प्रश्न को जिबा। देखो कोन कहैछि आगो को गणेश संख्यार क्रम को लेख। एटा होछि दिवस 6 बुझिला। तो 1 लेखा अछि 2 लेखा अछि एठी लिखि दबो 3 एठी हबो 4 5 6 7 8 9 9 लेखा अछि बुझिला। तापरे परवर्ती प्रश्न। परवर्ती प्रश्न रे कोन लेखा अछि कोन कहैछि देखो दुईटी कोठरी रो समान चित्र को देखि कम संख्यक चित्र थिबा कोठरी रे टिक चिन्ह दियो। एठी केतोटी बेलुन अछि पिले एठी अछि 7टी एठी अछि 3टी एपटे अछि 4टी 7टी एपटे केतोटी अछि 1 2 3 4 5 6 एपटे 6टी अछि 1 2 3 4 5 6 माने 6 6 12टी अछि तो कम संख्यक चित्र थिबा कोठरी रे टिक चिन्ह दियो। एई कोठरी रे टिक चिन्ह दबो। सेही भଳି 1 2 3 4 5 6 7 8टी अछि एपटे अछि 6टी तो एटा कम एठी कोन हबो टिक चिन्ह दबो। तापरे देखो एपटे अधिक अछि गाई एवं बाछुरी एपटे कम अछि तो एठी
टिक चिन्ह दब तो पिला माने एतिकिरे सरिला तो चैनल को नुआ आसथिले चैनल को सब्सक्राइब करनबो और वीडियो को सांग मानक सहित शेयर कर दबो नेक्स्ट वीडियो रे पढिबा तमरो वीक जो कि सप्ताह 17 को बुझिबा एवं देखिबा थैंक्स फॉर वाचिंग।